ହାବିଲଦାରଙ୍କ ଗରମ ପାଣି ଛଟାରେ କର୍ମଚାରୀ ଗୁରୁତର। କର୍ମଚାରୀଙ୍କ ଉପରକୁ ଗରମ ପାଣି ଛାଟିଦେଲେ ଅଗ୍ନିଶମ ହାବିଲଦାର। ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଡାକ୍ତରଖାନାରେ ଚିକିତ୍ସିତ। ଏଭଳି ଘଟଣା ଘଟିଛି ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ। କାର୍ଯ୍ୟରୁ ବିଳମ୍ବରେ ଫେରିବାରୁ ନିଜର ଜଣେ ତଳ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଛାଟି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ହାବିଲଦାର। ସୂଚନାନୁସାରେ ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ଏଥିନେଇ ସେଠାରେ କାର୍ଯ୍ୟରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳି ଗୁଲଜ କରିବା ସହିତ ଫୁଟୁଥିବା ଗରମ ପାଣି ଆଣି ସେ ଦୁଷ୍ମନ୍ତଙ୍କ ଉପରକୁ ଛାଟି ଦେଇଥିଲେ। ଫଳରେ ଦୁଷ୍ମନ୍ତଙ୍କ ଦୁଇ ଜଙ୍ଘ ଏବଂ ଗୋଡ଼ରେ ଗରମ ପାଣି ବାଜି ସେ ଗୁରୁତର ହୋଇ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲକୁ ପଠାଇ ଦିଆଯାଇଛି। କୁମାର ଦେହୁରୀ ଆମର ହାବିଲଦାର ହେଉଛି ଢାଲିଦେଲା ଗରମ ପାଣି। ମୁଁ ଟିକେ ଲେଟ୍ରେ ଗଲି ଡ୍ୟୁଟି, ସେଥିପାଇଁ ଢାଲିଦେଲା। ନୂତନ ମଲ୍ଲିକ। ନାଇଁ ମୁଁ ସାର୍ 10ଟା ବେଳେ ଡ୍ୟୁଟି ଥିଲା, ମୁଁ 9ଟା ବେଳେ ଗଲି, ଠିକ୍ 9:15 ବେଳକୁ ଢାଲିଦେଲା ସାର୍ ଗରମ ପାଣି। ଆଜ୍ଞା ସାର୍। ତେବେ ଏହି ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀଙ୍କୁ ଗରମ ପାଣି ଛାଟିବା ଘଟଣାରେ ନିଲମ୍ବିତ ସହ ଗିରଫ ହେଲେ ହାବିଲଦାର ନୂତନ କୁମାର ମଲ୍ଲିକ। ଗିରଫ କରିଛି ବାଙ୍ଗିରିପୋଷି ପୋଲିସ, ଯାହାକି କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ କଟକ ପକ୍ଷରୁ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି। ତେବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।